ସରକାରଙ୍କ ନିୟମକୁ ବେଖାତିର କରୁଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ବୀଣା ପାଣି ହୋତା। ଏ ଘଟଣା ହେଉଛି କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତର ଗାଙ୍ଗିଜୁଡ଼ି ଉପ୍ରା ବିଦ୍ୟାଳୟର ଚିତ୍ର। ଆମେ ଦେଖିବାକୁ ଗତକାଲି ପାଇଥିଲୁ ଯେତେବେଳେ କି 6:30ଟାରେ ସରକାରଙ୍କ ନିୟମ ଅଛି 6:30ଟାରେ ସ୍କୁଲ ଖୋଲିବା କଥା। ସ୍କୁଲ ଖୋଲିଥିଲା ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଆସି ବାହାରେ ଥିଲେ। ଛାତ୍ରଛାତ୍ରୀଙ୍କର ଯୋଉ ବ୍ୟାଗ ରହିବା କଥା ରୁମ୍ ଭିତରେ ତାହା ତାଲା ପଡ଼ିଥିଲା ଏବଂ ବ୍ୟାଗ ଗୁଡ଼ିକ ବାହାରେ ରଖାଯାଇଥିଲା। ପିଲା ପ୍ରେୟାର କରିକିରି ଯେଉଁ ପ୍ରାର୍ଥନା କରାଯାଏ ପ୍ରାର୍ଥନା କରି ବାହାରେ ଏଣେ ତେଣେ ବୁଲୁଥିଲେ। ଆମେ ଯେତେବେଳେ ପଚାରି ବୁଝିଥିଲୁ ଯେଉଁମାନେ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ ଯେ କାହିଁକି ପିଲା ବାହାରେ ବୁଲୁଛନ୍ତି, ସେମାନେ କେହି ମୁହଁ ଖୋଲି ନଥିବା ବେଳେ ଯେଉଁମାନେ ରୋଷେଇ ଦାୟିତ୍ୱରେ ଥିଲେ ସେମାନେ କହିବା କଥା କି ଯିଏ ଅଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ସେମାନେ ସିଏ ଆସୁଛନ୍ତି ବସରେ ଆସୁଛନ୍ତି ଏବଂ ଏଠି 7:15ରେ ପହଞ୍ଚୁଛନ୍ତି। ଆସିଲା ପରେ କ୍ଲାସ ରୁମ୍ ଖୋଲା ଯାଉଛି ଏବଂ କ୍ଲାସ ରୁମ୍ରେ ପିଲା ବସୁଛନ୍ତି। ଯେତେବେଳେ କି ଆମେ ବି ଦେଖିଲୁ ଯେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ବସ୍ ରୁ ଓହ୍ଲାଇ ଆସିଲେ ଆମେ ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ। ସେତେବେଳେ ବୁମ୍ ଠେଲି ଦେଇକିରି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ କଥା ହେବା କହିକିରି ସେ ସ୍କୁଲ ଭିତରକୁ ଚାଲି ଯାଇଥିଲେ। ଯେତେବେଳେ ତାଙ୍କ ପ୍ରତିକ୍ରିୟା ଆମେ ନେବା ପାଇଁ ଚାହିଁଥିଲୁ କୌଣସି ପ୍ରତିକ୍ରିୟା ମିଳିପାରୁନଥିଲା, ଯାହା ଫଳରେ ଆମେ ବିଓଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ଗତକାଲି ବିଓଙ୍କ ସହିତ ଯୋଗାଯୋଗ ହେଇପାରିନଥିଲା। ଆଜି ଯେତେବେଳେ ବିଓଙ୍କ ସହିତ ଯୋଗାଯୋଗ ହେଇଥିଲା ବିଓ କହିଥିଲେ କି ଅଭିଯୋଗ ଆସିଛି, ତାହା ତଦନ୍ତ କରାଯିବ ଏବଂ ତଦନ୍ତ କରାଯାଇ ଜଣାଯିବ। ସବୁଠୁ ବଡ଼ ପ୍ରଶ୍ନ ଅଛି ଯେ ଏଇ ଯୋଉ ବୀଣା ପାଣି ହୋତା ପୂର୍ବରୁ ଜୁନ୍ 9, 2025ରେ ଛୁଆଙ୍କୁ କାଠ ଅଣାଇଥିଲେ ଏବଂ ଦିନ 2ଟା 1:30 ଭିତରେ ଖାଇବା ଦେବା ଥିବା ବେଳେ ଦିନ 2ଟାରେ ଖାଇବାକୁ ଦେଇଥିଲେ। ଏ ବିଷୟରେ ଖବର ବାଜିଥିଲା ଏବଂ ସେ ଛୁଟି ନେଇ ରହିଯାଇଥିଲେ। ପୁଣି ସେଇ ବିବାଦୀୟ ଶିକ୍ଷୟିତ୍ରୀଙ୍କୁ ସେଇ ସ୍କୁଲରେ ହିଁ ଡ୍ୟୁଟି କରିବାକୁ ପଡ଼ିଥିଲା। କିନ୍ତୁ ଏବେ ଯେତେବେଳେ ଦେଖାଯାଉଛି 6:30ଟାରେ ସ୍କୁଲ ହବ, ସକାଳୁଆ ସ୍କୁଲ 6:30 ବଦଳରେ 7ଟାରେ ଆସୁଛନ୍ତି। 7:15ରୁ 12ରୁ 15 ଭିତରେ ଆସୁଛନ୍ତି, ସ୍କୁଲ ଖୋଲୁଛନ୍ତି ଏବଂ ସ୍କୁଲ ଖୋଲିଲା ପରେ ପିଲାମାନେ ଯାଇ କ୍ଲାସ ରୁମ୍ରେ ବସୁଛନ୍ତି। ଯେତେବେଳେ କଥା ବୁଝିବା ପାଇଁ ଆମେ ଚେଷ୍ଟା କରିଥିଲୁ ଶିକ୍ଷୟିତ୍ରୀ ଜଣକ ତାଙ୍କ ମତ ଦେଇଥିଲେ ଯେ ଆମେ ଆସୁଛୁ ବସରେ, ତେଣୁ ଆମେ କ'ଣ କରିବୁ, ଆଉ ଚାବି କେହି ରଖୁନାହାନ୍ତି। ଏଇଟା ସବୁଠୁ ବଡ଼ ପ୍ରଶ୍ନ ହେଲା ସରକାରଙ୍କ ନିୟମ ଥିବା ବେଳେ ଗୋଟେ, କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀ କରୁଛନ୍ତି ଗୋଟେ। ଦେଖିବାକୁ ବାକି ରହିଲା ଏ ଖବର ବାଜିବା ପରେ ଏ ବିବାଦୀୟ ଶିକ୍ଷୟିତ୍ରୀ ବୀଣା ପାଣି ହୋତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଆଗାମୀ ଦିନରେ ଜଣାପଡ଼ିବ। କାମାକ୍ଷାନଗରରୁ ଫଣୀଭୂଷଣ ମହାକୁଡ଼, ବଡ଼ ଖବର।